डिवाइड राइट एड सेम जैसे मल्टीप्लाई किया सेम डिवाइड किया ऐड मुझे कुछ नंबर ऐड करना है मैं किस तरह से करूंगा मेरे को सपोज इन सब वैल्यूज मेरे को 1000 ऐड करना है राइट 10,000 ऐड करना है सबने 10,000 ऐड करना है मैंने 10,000 लिखा कॉपी किया सेलेक्ट किया शॉर्टकट की कॉल टीएस टी फर्स्ट वाला साओ गाब्राइल फर्स्ट वाला साओ गाब्राइल लिखो बेटा सेकंड वाला साओ राफेल थर्ड वाला वेरियो फोर्थ वाला साओ मिगवेल এই চারটি জাহাজ নেইকি সে বাহারিছি তা ভিতরে তাଙ୍କର जो ফার্স্ট ভয়েস ଥିଲା 1497 ରୁ 1400 4 রে he started এটা ওই 4 से he started in the voyage মানে ফার্স্ট ভয়েস মই লিখি না ফার্স্ট ভয়েস ର ମୁଁ ଲେଖି ଦଉଛି ସେ କେତେ ଥର ଭଏସ କରିଥିଲେ 3 ଥର ଭଏସ କରିଥିଲେ ହେଲା 1460 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ 1524 ଖ୍ରୀଷ୍ଟାବ୍ଦରେ ତାଙ୍କର ଡେଥ୍ ହେଇଥିଲା ତାଙ୍କର ମୃତ୍ୟୁ ଟେନସନ କରୁ ଇମ୍ପୋର୍ଟାଣ୍ଟ ନାହିଁ ଲାଷ୍ଟକୁ ଅଛି ସେଟା ଲେଖିଦେବେ ଏତିକି ଲେଖ ମୁଁ ତାଙ୍କର ଫାର୍ଷ୍ଟ ସେକେଣ୍ଡ ଥାର୍ଡ ମୁଁ ଏଟା କହିଦଉଛି ଏଠି ଦେଖ ସେ ଟୋଟାଲ ତାଙ୍କ ଲାଇଫରେ 0ଟି କଣ କରିଥିଲେ ଭଏସ କରିଥିଲେ ଫାର୍ଷ୍ଟ ଭଏସ ତାଙ୍କର ଥିଲା 1497 ରୁ 1499 सेकंड वॉइस थिला तंकर 1502 ରୁ 1503 ଏବଂ थर्ड वॉइस थिला तंकर 1500 जुमा इस साइड को केमती पड़ेगा थर्ड वाला तंकर कोन रहला 1520 लास्ट ହେଲା ଦେଖ ଆମ ଦିଟାଙ୍କର କନଫ୍ଲିକ୍ଟ ସରିଗଲା ଟିକେ ଇଆଡେ କଡା କରିଦିଅ so first voice से गला 1497 से तार वेडा स्टार्ट ହେଲା ଯେହେତୁ ତମେ ଗୋଟେ ଜିନିଷ ଇଏ କରିଥିବ କେବ୍ କ୍ୟାମରିନ୍ ହେଲା କେବ୍ ଗୁଡ ହେଲା ରାଜା ଦେଇଥିଲେ ହେଲା ସେ ନାଟା ଯେ ଉତ୍ତମ ଆଶା ଯଦି ଆମେ ଆଫ୍ରିକାରେ ପହଞ୍ଚି ଯାଇ ପାରୁଛନ୍ତି ସେଇଠୁ ଆମେ ଇଣ୍ଡିଆକୁ ପହଞ୍ଚି ଯିବା ବହୁତ ଇଜିଲି he reached to Cape of Good Hope ଯେତେବେଳେ ବାହାରିଲେ ତାଙ୍କର ଫାର୍ଷ୍ଟ ଭଏଜରେ ରହୁଛି ଫାର୍ଷ୍ଟ ଭଏଜରେ ବାହାରିଲେ କେବେ 1497 ରେ ଚାରୋଟି ସିପ୍ ଧରିକି ସେ ଯାଇକି ପହଞ୍ଚିଲେ କୋଉଠି କେପ୍ ଅଫ ଗୁଡ ହୋପରେ ଯେହେତୁ ଭାସ୍କୋ ଡା ଗାମା କେବେ ବାହାରିଲା 1497 ହେଲା ବାହାରିକି ସେ କୋଉଠି ପହଞ୍ଚିଲେ ସିଏ ଗଲେ ଏପଟକୁ ଆମେରିକା କିଏ ଜାଣିଛି ସେଟା ଆମେରିକା କଣ ନା କଣ ସେ କହିଲେ ଯଦି ମୁଁ ଆଫ୍ରିକା ପର୍ଯ୍ୟନ୍ତ ପହଞ୍ଚି ଯିବି ଯଦି କେବଳ ଗୁଡ ହୋପ ପାଖରେ ପହଞ୍ଚି ଯିବି ତାହେଲେ ମୋ ପାଇଁ ଇଜି ହବ ସେଇଠୁ କୋଉଠି ଯିବା ପାଇଁ ଇଣ୍ଡିଆକୁ ଯିବା ପାଇଁ ଆଉ ସେ ସତ ସେ କୋଉଠି ଯାଇକି ପହଞ୍ଚିଲା ରିଚ୍ Cape of Good Hope Cape of Good Hope ରେ ଯାଇକି ପହଞ୍ଚିଲେ ସେଇଠି ତାଙ୍କର କଣ ହେଲା ଜଣେ ଆରବିଆନ
କ୍ୟାପ୍ଟେନ ବା ଆରବିଆନ ସେଲରଙ୍କ ସହ ତାଙ୍କର ଦେଖା ହେଲା। ଆରବିଆନ କହିଲେ ଆରବ ଦେଶରେ, ୟୁରୋପ ଟା ବହୁତ ଦୂରରେ ରହିଲା, କିନ୍ତୁ ଆରବର ଆଖପାଖରେ ଲୋକମାନେ ସେମାନେ ଜାଣିଛନ୍ତି ଇଣ୍ଡିଆକୁ ସି ରୁଟ୍, ସେଥିପାଇଁ ସେ ଅଞ୍ଚଳରେ he met with an Arabian seller, Arabian seller, and the seller by he told ମୁଁ ଭାବିଲା ବେଳକୁ ଗୋଟେ କରୁଛି କଣ? him the route of India. ହେଲା, he told him the route of India. କଣ ହେଲା ଦେଖ ଦେଖିବା, ଯେତେବେଳେ ସେ ଗଲେ କୋଉଠି, କେବ ଗୁଡ ଉପରେ ଯାଇ ପହଞ୍ଚିଲେ, ସେ ଅଞ୍ଚଳରେ ସେ ଜଣେ ନାବିକ ବା ସେଲରଙ୍କ ସହ ଭେଟିଲେ। ଉତ୍ତମ ଆଶା ଆଫ୍ରିକା, ଆଫ୍ରିକା ମହାଦେଶର ଗୋଟେ ଛୋଟିଆ ଗୋଟେ ଜାଗାଟା ଯେଉଁ ଅଞ୍ଚଳରେ କଣ ହେଇଥିଲା ଉତ୍ତମ ଯୁକ୍ତ ଆଶା, ମାନେ ଯେଉଁ ଅଞ୍ଚଳରୁ ଭାରତକୁ କଣ ହବ ଯାଇ ହବ ହେଲା, ତାର ନାମ କିଏ ଦେଇଥିଲେ କେବ ଗୁଡର ଜନ୍ ସେକେଣ୍ଡ ହେଲା, ତାର ନାମ ଦେଇଥିଲେ କେବ ଗୁଡ। ସେ କେବ ଗୁଡ ପାଖରେ ଯାଇ ପହଞ୍ଚି ସେଇ ଜାଗାରେ ଜଣଙ୍କ ସହ ସେ ଭେଟିଲେ। ସେ ବ୍ୟକ୍ତିର ନାମ କଣ, ବ୍ୟକ୍ତି ତ ନୁହେଁ, ବ୍ୟକ୍ତିର ନାମ ମେନସନ କରାଯାଇନଥିଲା, କିନ୍ତୁ ସେ ଲୋକଟା ଥିଲେ କୋଉଠିକାର ଆରବ ଦେଶ, ଆରବ ଦେଶର ଜଣେ ନାବିକ ସହ ତାଙ୍କର କଣ ହେଲା ଭେଟ ହେଲା। ସେଠି ସେ ଜାଣିବାକୁ ପାଇଲେ ଏବଂ ସେ ଆରବର ଲୋକ ତାଙ୍କୁ କଣ କହିଲେ ଜଣେଇଲେ ଯେ ଏଇ ବାଟରେ ତମେ ଗଲେ କୋଉଠି ପହଞ୍ଚିବ, ଇଣ୍ଡିଆରେ ଯାଇ ପହଞ୍ଚି ଯିବ ହେଲା। ସେଠୁ ସେ ବାହାରିଲେ ନା after spend 10 months, after spend 10 months he reached to western side of India. He reached to western side of India, western side of India, ବୁଝିପାରିଲ? କୋଉ ଜାଗାରେ ଯାଇ ପହଞ୍ଚିଲେ western side, the place ର ନାମ କଣ ରହିଲା କଲିକୋଟ, the place ର ନାମ କଣ ରହିଲା କଲିକୋଟ। 1498 କୋଉଠି ସେ କଲିକୋଟ ମାନେ ପ୍ରେଜେଣ୍ଟ ଟାଇମ ରେ କେରଲା, ସେଠି ରାଜା ଆମର ଥାନ୍ତି କିଙ୍ଗ ଜାମୋରିନ। ଆଜ୍ଞା ଟିକେ ଲେଖି ସାର, ଦେଖିଲ ଏଇ ସାଇଡରେ ସେଠାକାର ରାଜା କିଏ ଥାନ୍ତି ଆମର କିଙ୍ଗ ଜାମୋରିନ, ବୁଝିପାରିଲ? କିଏ ଥାନ୍ତି କିଙ୍ଗ ଜାମୋରିନ, ତାଙ୍କୁ ମଧ୍ୟ କୁହାଯାଉଥିଲା ସାମୋଗିରି, ସାମୋଗିରି ହେଲା, ଏଟା ବହିରେ ମେନସନ ନାହିଁ। କିଙ୍ଗର ନାମ କଣ ରହିଲା ଜାମୋରିନ, ଜାମୋରିନକୁ ସାମୋଗିରି ବୋଲି ମଧ୍ୟ କୁହାଯାଉଥିଲା। ଏବଂ ତା ସହିତ ଯେହେତୁ ସେ ୱେଷ୍ଟର୍ଣ୍ଣ ସାଇଡ କୁ ଯାଇଛି ସେ ତାଙ୍କର ନାଁ ଜାମୋରିନ, ସେ ଗୋଟେ ଟାଇଟଲ ଟା ନେଇଥିଲେ, ଆକ୍ଚୁଆଲ ନାମ ହଉଛି ସାମୋଗିରି ହେଲା। ଯେମିତି ଖାରବେଳଙ୍କର ସେ କଣ କଣ ଟାଇଟଲ ନେଇଥିଲେ, ସିଏ ପୁରା ନାମ କଣ ଖାରବେଳଙ୍କର ମହାମେଘ ବାହନ ଐର ଖାର, ମହାମେଘ ବାହନ ଐର ଖାର ବେଳ, ଏସବୁ ହଉଛି ତାଙ୍କର ଟାଇଟଲ ହେଲା। ଆଚ୍ଛା, କିଏ ଆମର କୋଣାର୍କ ମନ୍ଦିର ଏ କରିଥିଲେ? ଲାଙ୍ଗୁଳା ନରସିଂହ ଦେବ। କାହିଁକି ଲାଙ୍ଗୁଳା ନରସିଂହ ଦେବ କୁହାଯାଉଛି? ଲାଙ୍ଗୁଳା ନରସିଂହ ଦେବ କାହିଁକି କୁହାଯାଉଛି?
ତାଙ୍କ ନାମ ତ ନରସିଂହ ଦେବ ଥାର୍ଡ ତ ରହିଲେ ସେଟା ଗୋଟେ ଅଲଗା କଥା। ଲାଙ୍ଗୁଳା ନରସିଂହ ଦେବ କାହିଁକି କୁହାଯାଏ? ଲାଙ୍ଗୁଳର ଅର୍ଥ କଣ? ଲାଙ୍ଗ ହେଲ ଏଇଟା ବୁଝ କାହିଁକି ସେ ଯୋଉ ଡ୍ରେସ ପିନ୍ଧୁଥିଲେ ସେ ଡ୍ରେସ ଟା ବହୁତ ଲମ୍ବା ଥିଲା ପଛରେ ଉଡୁଥିଲା ଘୋଷାରି ହେଇକି ଯାଉଥିଲା ବୁଝିପାରିଲ ସେ ଘୋଷାରି ହେଇକି ଯିବାକୁ ଯାହାକୁ ଲାଗୁଥିଲା ଗୋଟେ ଲାଙ୍ଗ ଟାଇପ ର ସେଇଥିରୁ ତାଙ୍କ ନାମ ଦିଆଗଲା ଲାଙ୍ଗୁଳା ବୁଝିପାରିଲ ହଁ ଏଥିପାଇଁ ଗୋଟେ ଏତେ ବଡ ନାମ ଲାଙ୍ଗୁଳା ଖାଲି ଦିଆହେଲା ଆଉ କଣ ବଡ ନାମ ଦିଆଗଲା ଖାରବେଳଙ୍କର ଦିଆଗଲା ମହାମେଘ ବାହନ ମହାମେଘ ବାହନ ମାନେ ମେଘ ଠାରୁ ଅଧିକ ଶକ୍ତିଶାଳୀ ମେଘ ଉପରେ ଭାସିକି ଯିଏ ଯାଏ ରହିଲା ମେଘ ମହାମେଘ ବାହନ ଐର ମାନେ କିଏ ଐରାବତ ମାନେ ଆମର ଯୋଉ ବଡ ପର୍ବତ ଯିଏ ରହିଲା ଖାରବେଳ ମହା ମାନେ ମେଘ ଠାରୁ ବଡ ଶକ୍ତିଶାଳୀ ଯିଏ ରାଜା ରହିଲେ ତାଙ୍କର ନାମ ଦିଆଗଲା କଣ ଖାରବେଳ ହେଲା ଓକେ ସो ଯେହେତୁ ଇଣ୍ଡିଆର ୱେଷ୍ଟର୍ଣ୍ଣ ସାଇଡ ହେଲା এই সাইডে সে আসিକି ପହଞ୍ଚିଲେ ବୁଝିପାରିଲ ଏଇଠି ତମର ଗୁଜରାଟ ବଞ୍ଚିଲା ତାପରେ ଆସିଲା ରାଜସ୍ଥାନ ଏଟା ବି ୱେଷ୍ଟର୍ଣ୍ଣ ସାଇଡ କୁ ଯାଉଛି ଯାଉଛି ନା ଯାଉନି ହେଲେ ଏଇ ଅଞ୍ଚଳରେ ଯଦି କେରଳ ଥିଲା ଏବଂ କେରଳର ରାଜା କିଏ ଥିଲେ ଜାମୋରିନ ସାମୋଦିରି ହେଲା ହେଲା ଦେଖ କେରଳର ଥିଲେ କେରଳ ବ୍ୟତୀତ ଅଲଗା ରାଜାମାନେ ବି ଥିଲେ ତାଙ୍କ ଟାଇମ ପିରିୟଡରେ ଆସିଥିଲା ତାଙ୍କ ନାମ ଗୁଡିକ ଲେଖିଦେବା ସେତେବେଳେ ଗୁଜରାଟରେ ଆମର ଶାସନ କରିଥାନ୍ତି ଦୁର୍ଲଭଙ୍କ ନାମ ଥିଲା ସୁଲତାନ ମାହମୁଦ ବାଗାଡା ସୁଲତାନ ମାହମୁଦ ବାଗାଡା 1458 to 1511 এই যে বাগেড়া শাসনটা গুজরাটରେ ଯୋଉ ଚାଲୁଥିଲା गुजरात ହେଲା ଏ ଗୁଜରାଟରେ କିଏ ଥାନ୍ତି ସେତେବେଳେ ରୁଲର ସୁଲତାନ ମାହମୁଦ ବେଗାଡା ବେଗାଡା ସେ ତାଙ୍କର ରୁଲ ଟା କେତେବେଳେ ଚାଲୁଥିଲା ନା 1458 ରୁ 1511 ପର୍ଯ୍ୟନ୍ତ ଚାଲୁଥିଲା ତାହେଲେ ଇଏ ଆସିଲେ 1498 ରେ ତାହେଲେ obviously ସେ ଜାଣିଥିବ ନା ନାଇଁ ସେକେଣ୍ଡ ରହିଲା ରାଣା ସଂଘ ତା ଶୁଣିଛ ରାଣା ସଂଘ ଶୁଣିଥିବ ମେୱାର ପରେ ମେୱାର ରାଜା ରାଜା ରାଣା ସିଂ ରାଣା ସଂଘ ସେତେବେଳେ ଥିଲେ ଯାହାକୁ ନାମ ଥିଲା ସଂଗ୍ରାମ ସିଂ ଫାଷ୍ଟ এটা ଲେଖିଦିଅ ବହିରେ ନାହିଁ ଫ୍ୟୁଚରରେ କାମରେ ଆସିବ ଫ୍ୟୁଚର ପର୍ଯ୍ୟନ୍ତ ହିଷ୍ଟ୍ରି କିଏ ହଉଛି ନା କଣ ବୁଝୁଛ ଯାହା ବି ନିଅ କିନ୍ତୁ ଭାବି ଚିନ୍ତିକି ନବ ଯୋଉଟା କି ତମ କମ୍ପିଟିଟିଭ ପାଇଁ କାମରେ ଆସିବ ହେଲା ଯାହା ବି ନଉଛ ନିଅ କାରଣ ତମେ ଯାହା ପଡିବ ହେଲା ସବୁଥିରେ କମ୍ପିଟିଟିଭରେ ତିନିଟା ଜିନିଷ କମନ ହିଷ୍ଟ୍ରି ପଲିଟିକାଲ ଇକୋନୋମିକ୍ସ कंपलसरी रखिबो तो इकोनॉमिक्स बहुत जगह रे आसे हिस्ट्री और पॉलिटिकल बहुत जगह रे आसे तो सब जगह रे हिस्ट्री पॉलिटिकल हमर एग्जाम टाइम में हमें केबे हिस्ट्री पढोना ओ हिस्ट्री पढोना कोन आसे से तो मॉडर्न इंडिया रे भी आसे अब कोन आसे मॉडर्न इंडिया से डेट मेंशन कर दबो जति कि नहीं एति आसे हम खाली ध्यान देबार पड़े का ऊपर पॉलिटिकल साइंस इकोनॉमिक्स हला ए सब जिंस ऊपर टिके फोकस करिया को पड़े କାରଣ ହିଷ୍ଟ୍ରିଟା ତମେ ଥରେ ଦେଖିଦେଲେ ତମେ ରହିଯିବ ଏତେ ତମକୁ ମନେ କରିବାର ନାହିଁ କଣ ଆସିବ ହଉ ଗଲା ଇଏ ରାଜା ଥିଲେ କୋଉଠିକାର ମେୱାର ମେୱାର କୋଉଠି ଅଛି ରାଜସ୍ଥାନ ଏ ଦିଟା ନାଁ ଲେଖିଦିଅ ଯେହେତୁ ସେ ଜାମୋରିନଙ୍କ ସମୟରେ ଯାଇଥିଲେ କେରଳର ତାହା ସହିତ ବି ମହମ୍ମଦ ଟାଇମ ପିରିୟଡରେ ସେ ଯାଇକି ପହଞ୍ଚିଥିଲେ ଗୁଜରାଟରେ ଏବଂ କଣ ରହିଲେ ରାଣା ସଂଘଙ୍କ ଟାଇମରେ ବା ସଂଗ୍ରାମ ସିଂ ପ୍ରଥମଙ୍କ ଟାଇମରେ ଯାଇକି ପହଞ୍ଚିଥିଲେ ସେ ମେୱାରର ରାଜା ଥିଲେ ଯୋଉଟା କି କେବେ ଯାଇଥିଲା ଦ अर्ली 15th सेंचुरी अर्ली 15th सेंचुरी ମାନେ 15th सेंचुरी ଆରମ୍ଭ ହୋଇଥିଲା
ବୁଝିପାରିଲ ମାନେ 1401 ରୁ 1489 ବୁଝି ହେଲା ବଡ ଭାଇ तो बुझी पारल कौन बुझिल राणा संग्राम 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 सिंह की कौन संग्राम देवी तांकर एक्चुअल ना थिला ना राणा संग्राम बांधो एडे बड़ ना कि अमंतर चंद्रशेखर सेन कुके डाकिबो कुके डाकिबो तने कि हमर थे पठाणी समस्त ना होला तापर हमर पक्षी जगबंधु ହେଲା ତାଙ୍କର ବି ସେମିତି ଥିଲା ବହୁତ ବଡ ନାଁ ହେଲା ବକ୍ସି ଜଗବନ୍ଧୁ ଅମରବର ରାୟ ଦାସ ମହାପତି ଏମିତି କଣ ଥିଲା ତାଙ୍କ ନାଁଟା ପଟେ ଯାଇ କିନ୍ତୁ ଅମରବର ଦାସ ସେମିତି ଗୋଟେ ଥିଲା ହେଲା ସେତେବେଳେ ଟାଇଟଲ ଦଉନଥିଲେ ଯେ କିନ୍ତୁ ବାପା ଜେଜେ ବାପାଙ୍କ ନାଁଟା ରଖିଥିଲେ ଆମେ ଯେମିତି ବିନାୟକ ସାବରକର ଦାମୋଦର विनायक दामोदर सावरकर बीडी सावरकर ना शुଣିଛ बीडी सावरकर विनायक होची तांको ना दामोदर होची ता बापन ना सावरकर होची ताको टाइटल हला तले विनायक दामोदर सावरकर रहिले सेतबेले तांकर कोन करूथिले बापांको जेजे बापांको नाम भी से माने आ जे जते लंबा से कोन बंधु स्वामी जगन्नाथ स्वामी आयर हला से नाटा सुनी तो बेड़ा स्वामी बुद्धू स्वामी संगत स्वामी आया एटा देखि जते जते बड़े बड़े हला नाम जे जते बढेइबो के बड़ होइतिले जे किछि कार्य करिसंती तांको फैमिली पय बा देश पय जे भलो भलो काम करछन समान टाइटल रे बढे जाय को काय बढे आबि ठीक है एतिक नारी स्पेस रे से जो जेति बॉक्स दिया होते से तिकरे जगह कॉम्पिटिटिव कॉम्पिटिटिव बर्थडे and Vasco da Gama was the first person who find a sea route from Europe to India हला लिखिया को पड़िबो वास्को डा गामा हेउचंती प्रथम व्यक्ति बड़ भाई माने लिखि दियो वास्को डा गामा हेउचंती प्रथम व्यक्ति जे कि यूरोप एवं इंडिया मध्य रे प्रथम जलपथ आविष्कार करिले हाँ अरे हाँ मैं से भूली जाई छी तार मैग्नेट नहीं के आसबो ना नेक्स्ट क्लास को मैग्नेट नहीं के आसीबो हला जो तुम पाखे अछि तले मैग्नेट नहीं के आसीबो मैग्नेट मैग्नेट हाँ मैग्नेट नहीं के आसीबो तुमाने को फोन कार दे तीनटा खराब करिया बेसिक 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 पावरफुल मैग्नेट आनी होती है मो फोन रे ट्राई करो खराब होबे से मैग्नेट खराब हो मैग्नेट एते छोटो मैग्नेट भी अछि हला से मैग्नेट पावर अधिक से तुम टीवी तळे एते लगे देबो दिन दिन तुम टीवी खराब हे जिवो व्हाइट कलर रे बहुत पावरफुल मैग्नेट अछि हला नॉर्मल गोटे मैग्नेट आनिबा हम देखिया कंपास केमिति मैग्नेट पाइले ता डायरेक्शन को चेंज कर दो टोटली से ऑटोमेटिक राउंड 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 रे बुलिबो तो देखा तो जीप जते ने पूरा मजा मत अछि परसेंट से जानु केमि एपटे तार गोटे अछि तार भी अछि ता पे साइंटिफिक ये अछि कंपास भीतर एक साधारण काम नॉर्थ रे के रहला देखो से बेले कोड रे कोड कोड तार जाउछि डायरेक्शन हला आ विषय टिके रिसर्च करे पड़ियो माने को केदलो हला परिवार तुम प्रथमे नेक्स्ट क्लास कोन नै जाथियो मैग्नेट रोड नै जाथियो जल्दी नहीं एति की ठंडा हेले भी चलबो हला कोड पाइबो कोन नाही सेटा भी रहले डाउन गोटे स्पीकर स्पीकर कार पुराना स्पीकर स्पीकर थिबो खराब देखि नै घर गले तो भूल के आसीबे
ବଡ ବକ୍ସ ହେଲା ସାଙ୍ଗସାଥି କିଏ ଧରୁଥିବ ଖେଳୁଥିବ ମୁଁ ପଚାରିବି ଆଗରେ ଆମେ ଖେଳୁଥିଲୁ ଯେଟା ଜିନିଷକୁ ଲଗେଇଦେବୁ କାହା ପାଇଁ ଏଇଠି ଖେଳ ଭାସ୍କର was the first